କିଏ ତୁମକୁ ଅଟକାଉଛି? କ'ଣ ତୁମେ ବହୁତ ଥକି ଯାଇଛ? କ'ଣ ଗତକାଲି ରାତିରେ ତୁମେ ଠିକ୍ ଭାବେ ଶୋଇନାହଁ? କ'ଣ ତୁମ ପାଖରେ କୌଣସି ଦକ୍ଷତା ସ୍କିଲ୍ ନାହିଁ? କ'ଣ ତୁମ ଭିତରେ କୌଣସି ଶକ୍ତି ନାହିଁ? କ'ଣ ତୁମ ପାଖରେ ସମୟ ନାହିଁ? କ'ଣ ତୁମ ଭିତରେ ସାହସ ନାହିଁ? କ'ଣ ଟଙ୍କାର ଅଭାବ ତୁମକୁ ଅଟକାଉଛି? ମୋତେ କୁହ, ଏମିତି କ'ଣ ଅଛି ଯାହା ତୁମକୁ ଅଟକାଉଛି? କ'ଣ ତୁମକୁ ଠିକ୍ ଭାବେ ଖାଇବାକୁ ମିଳୁନି? ରହିବାକୁ ଘର ମିଳୁନି? ଶୋଇବାକୁ ବିଛଣା ମିଳୁନି? ନିଶ୍ୱାସ ନେବାକୁ ଅମ୍ଳଜାନ ମିଳୁନି? କ'ଣ ତୁମ ଶରୀରକୁ ମାରାତ୍ମକ ରୋଗ ହୋଇଯାଇଛି ଯେ ତୁମ ଦ୍ୱାରା ପରିଶ୍ରମ ହେଉନାହିଁ? କ'ଣ ତୁମେ ଅସୁସ୍ଥ, ଦୁଃଖୀ କିମ୍ବା ଜଣେ ମାନସିକ ରୋଗୀ? ଏମିତି କ'ଣ ଅଛି ଯାହା ତୁମକୁ ଅଟକାଉଛି? ଯେତେବେଳେ ବି ତୁମେ କିଛି ଭଲ କରିବାକୁ ଚାହୁଁଛ, ପଛରୁ କିଏ ତୁମକୁ ବାଧା ଦେଉଛି? କିଏ ଅଟକାଉଛି ତୁମକୁ? ମୁଁ କହୁଛି, ତୁମେ। ହଁ, ତୁମେ ନିଜେ। ତୁମେ ନିଜେ ହିଁ ନିଜର ବର୍ବାଦୀର କାରଣ, ନିଜ ପରିସ୍ଥିତି ପାଇଁ ଦାୟୀ ଏବଂ ନିଜ ବିଫଳତାର ପରିଣାମ। ସେଇଟା ତୁମେ ହିଁ ଯିଏ ପ୍ରତି ମୁହୂର୍ତ୍ତରେ ନିଜକୁ ଅଟକାଉଛ। ବସ, ଏବେ ବନ୍ଦ କର। ଅନ୍ୟମାନଙ୍କୁ ନିଜର ଦୁଃଖ ଶୁଣାଇବା ବନ୍ଦ କର। ଦୁନିଆ ଆଗରେ ନିଜକୁ ଅସହାୟ ଦେଖାଇବା ବନ୍ଦ କର। ନିଜର ସେହି ଦୁଃଖୀ ଦୁନିଆରୁ ବାହାରକୁ ଆସ ଏବଂ ପରିଶ୍ରମ କରି ଦେଖାଅ। ଇତିହାସ ରଚି ଦେଖାଅ। ସବୁ ରେକର୍ଡ ଭାଙ୍ଗି ଦେଖାଅ। କିନ୍ତୁ କ'ଣ ଲାଗୁଛି, ଏହିଭଳି ବାହାନା କରି କ'ଣ ତୁମେ କିଛି କରିପାରିବ? ଟିକେ ବି ନିଜର ନାଁ କରିପାରିବ? ବାହାନା କରିବାର ଅଛି ତ କର, କେହି ତୁମକୁ ଅଟକାଇବେ ନାହିଁ। କିନ୍ତୁ ମୁଁ ତୁମକୁ ଗୋଟିଏ ଚେତାବନୀ ଆଗରୁ ଦେଇଦେଉଛି। ଯଦି ଆଜିଠାରୁ 5-10 ବର୍ଷ ପରେ ତୁମେ ସାଙ୍ଗର କେହି ବଡ଼ ଗାଡ଼ିରେ ବୁଲିବ, ବଡ଼ କମ୍ପାନୀରେ କାମ କରିବ, ଷ୍ଟାର ହୋଟେଲରେ ପାର୍ଟି କରିବ ଏବଂ ଏକ ବିଳାସପୂର୍ଣ୍ଣ ଜୀବନ ବିତାଇବ, ତେବେ ସେତେବେଳେ ତାକୁ ଦେଖି ଈର୍ଷା କରନି। କାରଣ ସେ ନିଜକୁ ଘଷିଛି, ରକ୍ତଚାଳ ଏକ କରିଛି। ସେତେବେଳେ ଯାଇ ତାକୁ ସେହି ଆରାମଦାୟକ ଜୀବନ ମିଳିଛି। ସେ ତୁମ ଭଳି ବାହାନା କରିନାହିଁ, ବରଂ ସେହି ସମୟରେ ପରିଶ୍ରମ କରିଛି ଯେତେବେଳେ ତୁମେ ବାହାନା ଖୋଜୁଥିଲ। ତେଣୁ ସାଙ୍ଗମାନେ, ବହୁତ ହୋଇଗଲା। ଏବେ ବାହାନା କରିବା ବନ୍ଦ କର। କାରଣ ତୁମେ ସାରା ଦୁନିଆକୁ ବୋକା ବନାଇ ପାରିବ, କିନ୍ତୁ ନିଜକୁ ଏବଂ ନିଜ କର୍ମକୁ ନୁହେଁ। ଯଦି ଚାହୁଁନାହ ଯେ ଦୁନିଆ ତୁମର ପତନ ଦେଖୁ, ତେବେ ବାହାନା କରିବା ଛାଡ଼ି ଦିଅ। ବାହାନା କରିବା ଜଣେ କାପୁରୁଷର ଲକ୍ଷଣ, ଜଣେ ସୈନିକର ନୁହେଁ। କାଲି କରିବି, କାଲି ପଡ଼ିବି, ଏସବୁ ନିଜକୁ ସନ୍ତୁଷ୍ଟ କରିବା ପାଇଁ କେବଳ ମିଛ ବାହାନା। କାଲି କେବେ ଆସେ ନାହିଁ। ଯାହା ଅଛି ଆଜି ଅଛି, ଏହି ମୁହୂର୍ତ୍ତରେ ଅଛି। ତୁମେ ଜାଣିଛ, ତୁମେ ବାହାନା କାହା ପାଖରୁ ଲୁଚାଉଛ? ସତ୍ୟ ପାଖରୁ। ସତ୍ୟ ଏଇଆ ଯେ ତୁମ ପାଖରେ ପ୍ରତିଭା ଅଛି, ଶକ୍ତି ଅଛି, ଜୋଶ ଅଛି ଏବଂ ଜୁନୁନ ଅଛି। କିନ୍ତୁ ସଫଳତାର ରାସ୍ତାରେ ଆରାମ ଖୋଜିବା ସମୁଦ୍ରରେ ମୁକ୍ତା ଖୋଜିବା ସହ ସମାନ। ଯେଉଁଦିନ ତୁମେ ସଫଳ ହେବ, ସେଦିନ ଆରାମ ବି ମିଳିବ ଏବଂ ସମ୍ମାନ ବି। ହକିକତ ହେଉଛି ତୁମ ପାଖରେ ବହୁତ ସମୟ ଅଛି। ତୁମେ ଏବେ ଯୁବକ, ଶରୀରରେ ବହୁତ ବଳ, ମସ୍ତିଷ୍କରେ ବହୁତ ବୁଦ୍ଧି, କିନ୍ତୁ ଏସବୁ ବ୍ୟର୍ଥ। ଯଦି ତୁମ ଭିତରେ କିଛି କରିବାର ଇଚ୍ଛା ନାହିଁ, ଖେଳ ଆରମ୍ଭ ହୋଇସାରିଛି। ତୁମ ପାଖରେ ଏହା ଶେଷ ସୁଯୋଗ। କିମ୍ବା ତୁମେ ବାହାନା କରି ମରିଯାଅ, କିମ୍ବା କିଛି ବଡ଼ କରି ଦେଖାଅ। ଏହି ଭୁଲ ଧାରଣାରେ ରୁହ ନାହିଁ ଯେ ସବୁକିଛି ତୁମ ପାଖକୁ ଆପେ ଆପେ ଚାଲି ଆସିବ। ନା, ଏମିତି କେବେ ହେବନି। କଷ୍ଟ ପରେ ହିଁ ସେହି ମିଠା ଫଳ ମିଳିବ। ଧୈର୍ଯ୍ୟର ଅର୍ଥ ହାତ ବାନ୍ଧି ବସିବା ନୁହେଁ, ବରଂ କଷ୍ଟ ସମୟରେ ବି ନିଜ କାମକୁ ଜାରି ରଖିବା। ତୁମ ପାଖରେ ସବୁକିଛି ଅଛି, ସ୍କିଲ୍, ନଲେଜ୍, ଡିସିପ୍ଲିନ୍ ଏବଂ ୱିଲ୍ ପାୱାର। ବାସ୍ ଗୋଟିଏ ଭୁଲକୁ ସୁଧାରି ନିଅ। ବାହାନା କରିବା ଛାଡ଼ି ଦିଅ। ଆଜିର ପରିଶ୍ରମ କାଲି ତୁମର ଜୀବନ ଗଢ଼ିଦେବ। ମଇଦାନକୁ ଓହ୍ଲାଅ ଏବଂ ଜଣେ ଯୋଦ୍ଧା, ୱାରିୟର ଭଳି ଲଢ଼। ଜିତିବା କିମ୍ବା ହାରିବା ବଡ଼ କଥା ନୁହେଁ, କିନ୍ତୁ ଯଦି ତୁମେ ପରିଶ୍ରମ କରିଛ, ତେବେ ହାରିବା ଅସମ୍ଭବ। ତେଣୁ ସାଙ୍ଗମାନେ, ଖେଳର ଜଣେ ଖେଳାଳି ହୁଅ। ଜଣେ ଖେଳାଳି ବାହାନା କରେ ନାହିଁ, ବରଂ ନିଜ ଲକ୍ଷ୍ୟ ପାଇଁ ସବୁକିଛି ତ୍ୟାଗ କରିଦିଏ। ବାହାନା କରିବା ବନ୍ଦ କର ଏବଂ ସୁଯୋଗ ସୃଷ୍ଟି କର। ଜୟ ହିନ୍ଦ, ବନ୍ଦେ ମାତରମ୍।